ଔପନ୍ୟାସିକ ଶାନ୍ତନୁ କୁମାର ଆଚାର୍ଯ୍ୟଙ୍କ ବହୁଚର୍ଚ୍ଚିତ ଲୋକପ୍ରିୟ କାଳଜୟୀ ଅମର କୃତି ନରକିନ୍ନର ଉପନ୍ୟାସଟି ମୋର ପିଜି ଓଡ଼ିଆ ପାଠ୍ୟକ୍ରମରେ 1985ରୁ 1987 ଦୁଇ ଶିକ୍ଷାବର୍ଷ ମଧ୍ୟରେ ସମ୍ବଲପୁର ବିଶ୍ୱବିଦ୍ୟାଳୟ ଜ୍ୟୋତିବିହାର ଓଡ଼ିଆ ବିଭାଗରେ ପାଠ୍ୟକ୍ରମରେ ପ୍ରଚଳିତ ଥିଲା। ସେତେବେଳକାର ମୋର ଶିକ୍ଷକ ପ୍ରଫେସର ଡକ୍ଟର ଆଦିକନ୍ଦ ସାହୁ ଏହି ଉପନ୍ୟାସଟିକୁ ପଢ଼ାଇଥିଲେ। ସେହି ସମୟରେ ଏହି ଉପନ୍ୟାସଟିର ମହତ୍ତ୍ୱ ଏବଂ ତା'ର ଗୁଣ ଗାରିମା ମୁଁ ବୁଝିପାରି ନଥିବାରୁ ନୀଳଶୈଳ ମାମୁଁ ଉପନ୍ୟାସ ପରୀକ୍ଷାରେ ଦେଇ ପାସ୍ କରିଥିଲି, ହେଲେ ନରକିନ୍ନର ଉପନ୍ୟାସଟିକୁ ପଢ଼ିପାରି ନଥିଲି। ଅନେକ ବର୍ଷ ପରେ ଯେତେବେଳେ ଓଡ଼ିଆ ଅଧ୍ୟାପକ ଚାକିରିରୁ ମୁଁ ଅବ୍ୟାହତି ନେଇଛି, ଅବସର ଗ୍ରହଣ କରିସାରିଲା ପରେ ଏବେ ଯେତେବେଳେ ନରକିନ୍ନର ଉପନ୍ୟାସକୁ ମୁଁ ପଢ଼େ ଏବଂ ତା'ର ମାହାତ୍ମ୍ୟ ଏବଂ ଗୁଣ ଗାରିମା ଏବଂ ଲୋକପ୍ରିୟତା ଏବଂ ସାର୍ଥକ କାଳଜୟୀତା ସମ୍ପର୍କରେ ଯେତେବେଳେ ମୁଁ ପରିଚିତ ହୁଏ, ନରକିନ୍ନର ଉପନ୍ୟାସକୁ ମୁଁ ଭୁଲିପାରେ ନାହିଁ। ସବୁବେଳେ ପାଖରେ ସାଇତି ରଖେ, ଏପରିକି ଶୋଇଲା ବେଳେ ବିଛଣା ପାଖରେ ମଧ୍ୟ ତାକୁ ସାଇତି ରଖେ ଏବଂ ଉପନ୍ୟାସଟି ମୋତେ ବେଶ ଆପ୍ୟାୟିତ କରିଛି ଏବଂ ଆଲୋଡ଼ିତ କରିଛି, ଅବିସ୍ମରଣୀୟତା ମନୋଭାବ ଆଣିଛି। ତେଣୁ ସେ ଉପନ୍ୟାସର କିଛି ଅଧ୍ୟାୟ ବର୍ତ୍ତମାନ ମୁଁ ପାଠ କରୁଛି, ଯାହାକି ମୋତେ ଆନନ୍ଦ ଦିଏ। ନରକିନ୍ନର ଶାନ୍ତନୁ କୁମାର ଆଚାର୍ଯ୍ୟ ପ୍ରଥମ ଭାଗ। ସେମାନେ ଆସୁ ନଥିଲେ। ଅଣଚାଶର ଛୋଟ ଛୋଟ ହାବୁକା ବହୁତ ବେଳୁ ଆରମ୍ଭ ହୋଇଯାଇଥିଲେ ମଧ୍ୟ ସେମାନେ ଆସୁ ନଥିଲେ। ଆଉ କିଛି ଯେପରି ବାକି ରହିଯାଇଥିଲା। ତାପରେ ହଠାତ୍ ଦୀପ ଜଳି ଉଠିଲା। ବୁଢ଼ାର ଶୁଖିଲା ଜିଭ ଆଉ ଥରେ ତାଳୁକୁ ଛୁଇଁଲା। ଅଣଚାଶର ହାବୁକା ଧିମେଇ ଗଲା। ବୁଢ଼ା ଆଖି ଖୋଲିଲା। ବାହାରେ ଭୟଙ୍କର କୁହୁଡ଼ି। ବହୁ କଷ୍ଟରେ ବୁଢ଼ା ତାକୁ ଖୋଜି ପାଇଲା। ଟୋକାଟା ଗୁମ୍ ମାରି ବସି ରହିଥିଲା ସେମିତି। ତାପରେ ବୁଢ଼ାର ଶୁଖିଲା ହାତଟା ସାମାନ୍ୟ ଉପରକୁ ଉଠି ଅଣ୍ଡାଳି ହେଲା ଶୂନ୍ୟରେ। ତୁ କୋଉଠି ବାବା? ନୀରବରେ ପିଲାଟି ଢଳି ପଡ଼ିଲା ମରୁଥିବା ଲୋକର ଛାତି ଉପରେ। ବୁଢ଼ାର ନିର୍ଜୀବ ହାତ ଗୋଟାଏ ମୁହୂର୍ତ୍ତ ପାଇଁ ଛୁଇଁଲା ସେହି ଛୋଟିଆ ମୁଣ୍ଡଟିକୁ, କିନ୍ତୁ ତାପରେ ସବୁ କାଠ ହୋଇଗଲା। କାଠ ହୋଇଯିବାକୁ ପଡ଼ିଲା, ନଚେତ୍ ସେମାନେ ହୁଏତ ଆସିବା ପାଇଁ ଖୁବ୍ ଡେରି କରିବେ। ଏଥିମଧ୍ୟରେ ଏହି ସଂସାରର ପ୍ରତି ଅନ୍ଧିକନ୍ଧିକୁ ମାଡ଼ିଯାଇଥିବା ତା'ର ପ୍ରତ୍ୟେକ ଚେରଗୁଡ଼ିକୁ ଟାଣି ଓପାଡ଼ି ଆଣି ସେ ଜମେଇ ଦେଇଥିଲା ତା'ର ନିଜ ଚାରିପାଖେ। କିନ୍ତୁ କେବଳ ଗୋଟିଏ ଚେରକୁ ସାହସ କରି ସେ ଓପାଡ଼ି ପାରି ନଥିଲା ଏପର୍ଯ୍ୟନ୍ତ। ସେଇତକ କାମକୁ ସେ ସେମାନଙ୍କ ହାତରେ ଛାଡ଼ିଦେଇ ଶୋଇ ପଡ଼ିବ ବୋଲି ଆଶା କରିଥିଲା। କିନ୍ତୁ ସେମାନେ ଆସୁ ନଥିଲେ। ଶେଷଥର ପାଇଁ ବୁଢ଼ାର ଓଠ ଥରି ଉଠିଲା। ବୋଧହୁଏ ସେହି ଅସ୍ପଷ୍ଟ ଆଉ ଖାପଛଡ଼ା ଶବ୍ଦଗୁଡ଼ିକର ଅର୍ଥ ବାହାରକୁ ଛିଟାଇ ନଥିଲା। ପବନେ ପବନେ ସେମିତି ଉଭେଇ ଯାଇଥାନ୍ତେ ସେମାନେ। କିନ୍ତୁ ବୁଢ଼ାର ଛାତିରେ କାନ ଦେଇ ତା'ର ଭିତରର ପ୍ରତ୍ୟେକ ମର୍ମରକୁ ଶୁଣି ନେଇଥିଲା ଜର୍ଜ। ବୁଢ଼ାର ସେହି ଖଣ୍ଡି ଖଣ୍ଡି ଆଉ ଫୁ ଫୁ ସୁ ସୁ କଥା କେଇ ପଦକୁ ସରିବାକୁ ନଦେଇ ପିଲାଟା ଯେଉଁ ଚିତ୍କାର ହଠାତ୍ କରି ଉଠିଲା, ତାହା ବୋଧହୁଏ ବୁଢ଼ା ଶୁଣିପାରି ନାହିଁ। ହୁଏତ ସେ ଶୁଣିଛି କିମ୍ବା ନା, ସେ ଶୁଣିପାରି ନାହିଁ। କିନ୍ତୁ ସେଥିରେ କିଛି ଯାଏ ଆସେନା। କିଏ, କ'ଣ, କେତେବେଳେ, କିପରି, କାହିଁକି ଓ କୋଉଠି ଚିତ୍କାର କରୁଥିଲା, ସେସବୁ ବିଷୟକୁ କାନ ଆଉ ନଥିଲା ତା'ର। ସେ ମରୁଥିଲା, ସେ ବୁଝିଥିଲା। ସେପରି ବିଶେଷ କିଛି ତାତ୍ପର୍ଯ୍ୟ ନଥିଲା ସେହି ମରଣରେ। ବିଶେଷ କିଛି ଆଡ଼ମ୍ବର ନଥିଲା ସେହି ମୃତ୍ୟୁରେ। ବିଶେଷ କିଛି ଉଦ୍ଦେଶ୍ୟ ନଥିଲା ସେହି ମୃତ୍ୟୁରେ। ବିଶେଷ ରାସାୟନିକ ଯୁଦ୍ଧ, ଷ୍ଟେଥୋସ୍କୋପ୍, ଇଞ୍ଜେକ୍ସନ୍, ସିରିଞ୍ଜ, ଥର୍ମୋମିଟର ବା କିଛି ସେଓ ନାସ୍ପାତି ବା ବେଦନାର ଆଡ଼ମ୍ବର ନଥିଲା ମଧ୍ୟ। ବେଶ୍ ସହଜ ଆଉ ସରଳ ଭାବେ ତା'ର ମରିବାର କଥା। କିନ୍ତୁ କାହିଁକି କେଜାଣି ଅଣଚାଶର ଗତି ସ୍ଥିର ହେଉ ନଥିଲା। ମାତ୍ର ବିବେକକୁ ଝାଡ଼ିଝୁଡ଼ି ଦେଇ ସଫା କରି ସାରିଲା ପରେ ଆଉ କାହାରି ପାଇଁ ଅପେକ୍ଷା କରି ରହିବାର ଆବଶ୍ୟକତା ନଥିଲା ତା'ର। ଏଥର ଦୂରରୁ ସେମାନଙ୍କର ପାଦଶବ୍ଦ ସେ ସ୍ପଷ୍ଟ ଶୁଣି ସାରିଥିଲା। ଆଉ ଟିକକେ ସେମାନେ ଆସିଯିବେ। ଅଣଚାଶର ଗତି ମନ୍ଥର ହୋଇ ଆସୁଥିଲା। ଅନେକ ସମୟ ପରେ ଶବର ଶୀତଳ ଚମଡ଼ା ଉପରୁ ମୁହଁ ଟେକି ଜର୍ଜ ଯେତେବେଳେ ତା'ର ଫୁଲିଲା ଆଖି ନେଇ ସାରା ଘରଟାକୁ ଆଉ ଥରେ ଚାହେଁ,
ସେତେବେଳେ ସେ ଦେଖିଲା ତା'ର ଆଖି ଆଗରେ ଆଉ ଗୋଟାଏ ଅସମ୍ଭବ ଭୟଙ୍କର ସଂସାର ମୁଣ୍ଡ ଟେକି ଉଠିଥିଲା। ଗତ 14 ବର୍ଷ ଧରି ଯେଉଁ ଛୋଟ ସଂସାରଟି ଗୋଟିଏ ଖେଳ ପେଣ୍ଡୁ ହୋଇ ତା'ର ପାଦ ତଳେ ଗଡ଼ୁଥିଲା, ହଠାତ୍ ରୂପ ବଦଳେଇ ସେ ଆସି ଠିଆ ହୋଇ ପଡ଼ିଲା। କେବଳ ଠିଆ ହୋଇ ପଡ଼ିଲା ନାହିଁ, ତା'ର ସମସ୍ତ ବିଶାଳ କାୟା ବିସ୍ତାର କରି ସେ ଆସି ଲାଉ ହୋଇ ପଡ଼ିଲା ହଠାତ୍ ଗୋଟିଏ ଛୋଟ 14 ବର୍ଷ ପିଲାର ପିଠି ଉପରେ। ଉଠା ମୋତେ। ଗୋଇଠା ଉପରେ ଗୋଇଠା ଚଢ଼ାଇ ହାଙ୍କି ଉଠୁଥିଲା ସଂସାର। ଜର୍ଜ ଉଠି ଠିଆ ହେଲା। ଘରର ପ୍ରତି ଅନ୍ଧିକନ୍ଦିକୁ ଆଉଥରେ ଚାହୁଁ ଚାହୁଁ ସେ ବୁଢ଼ାର ଶବକୁ ଡେଇଁ ପଡ଼ି ଆଗେଇ ଗଲା। ନିଜର ଛୋଟିଆ ଥଳି ଖଣ୍ଡକରେ ତା'ର ଗୋଟାଏ ଦି'ଟା ଛିଣ୍ଡା ଟ୍ରାଉଜର ଆଉ ଜାମା ଭର୍ତ୍ତି କରି ସେ ଥଳିଟିକୁ କାନ୍ଧରେ ପକାଇ ଠିଆ ହେଲା। ତା'ପରେ ସେ ଆଗେଇ ଗଲା ସାମ୍ନା କାନ୍ଥର ଗୋଟାଏ କାଚ ଆଲମାରୀ ପାଖକୁ। ଆଲମାରୀର କାଚରେ ହାତ ଦେଇ ସେ ଚମକି ପଡ଼ି ପଛକୁ ହାତ ଫେରେଇ ନେଲା। ପଛରେ କାହାର ପାଦ ଶବ୍ଦ। ଚମକି ପଡ଼ିଲା ସେ। ଚାରିଆଡ଼କୁ ନିଘା କଲା। କାହିଁ? କିଏ? କାହିଁ? ପାଦ ଶବ୍ଦ ହଠାତ୍ ବନ୍ଦ ହୋଇଗଲା। ଜର୍ଜ ଫେରି ଚାହିଁଲା। ମଡ଼ା ଛାଏଁ ମଡ଼ା ପଡ଼ି ରହିଥିଲା। କ'ଣ ଭାବି ପିଲାଟା ପୁଣି ଯାଇ ମଡ଼ା ପାଖରେ ହାମୁଡ଼େଇ ପଡ଼ିଲା। ଆଖି ଦି'ଟା ସେମିତି ଜଳ ଜଳ କରି ଚାହିଁଥିଲା। କିନ୍ତୁ କ୍ରମେ କ୍ରମେ ସେ ଦି'ଟା ଭିତରକୁ ପଶି ଯାଉଥିଲା। ବୁଢ଼ାର ଦରମେଲା ପାଟିକୁ ଚାହିଁ ପିଲାଟାର ଦେହ ଶୀତେଇ ଉଠିଲା। କିନ୍ତୁ ସେ ଆଉ ଚିହିଁକି ଉଠିଲା ନାହିଁ। ଖୁବ୍ ସାହସ ସଂଗ୍ରହ କରି ବୁଢ଼ାର ଶୁଖିଲା କାଠୁଆ ଥଣ୍ଡା ମୁହଁ ଉପରେ ଆଉଥରେ ହାତ ବୁଲେଇ ନେଲା। ତା'ପରେ ଜୋର କରି ମଲା ଲୋକର ଆଁଟାକୁ ବନ୍ଦ କରିବାକୁ ଚେଷ୍ଟା କଲା। କିନ୍ତୁ ସେ ପାଟି ଆଉ ବନ୍ଦ ହେଲା ନାହିଁ। ବାରମ୍ବାର ସେ ଫେରି ଆସିଥିଲା ତା'ର ସେଇ ଖୋଲା ଅବସ୍ଥାକୁ। ସତେ ଯେପରି ତା'ର ଅନେକ କିଛି କହିବାର ରହିଯାଇଥିଲା। କିନ୍ତୁ ସେସବୁ ଆଉ କିଛି ପଶୁ ନଥିଲା ପିଲାଟାର କାନରେ। ମଡ଼ା ପାଖରେ ଆଣ୍ଠୁ ମାଡ଼ି ବସି ସେ ଆଉଥରେ ମଡ଼ାର ମୁହଁକୁ ନିରେଖି ଚାହିଁ ମନକୁ ମନ ଯେପରି କହିଲା, ମୁଁ ଜାଣେ ତୁମେ ମୋର ବାବା ନୁହଁ, ତୁମେ ମୋର କେହି ନୁହଁ। କହିବ ବୋଲି ବହୁତ ଦିନ ଡେରି କରିଦେଲ। ତୁମେ ଭାବିଥିଲ ନ କହି ମଧ୍ୟ ସ୍ୱଚ୍ଛନ୍ଦରେ ଚାଲି ଯାଇପାରିବ। କିନ୍ତୁ ଯାଇପାରିଲ ନାହିଁ। ତୁମେ ଠିକ୍ କରିଛ। ମନକୁ ପରିଷ୍କାର ନ କରି ତୁମେ ଯାଇପାରିନଥାନ୍ତ ଆଦୌ। ତେବେ ଏତେ ଦିନ ଧରି ଲୁଚାଇ ରଖିଥିଲ କାହିଁକି? ମୋତେ ଏତେ ଦିନ ବାନ୍ଧି ରଖି ମୋର ଆଖିକୁ ଅନ୍ଧ କରି ମୋର ସ୍ୱାତନ୍ତ୍ର୍ୟକୁ କ୍ଷୁର୍ଣ୍ଣ କରି କାହିଁକି ତାହେଲେ ଧରି ରଖିଥିଲ? ଯଦି କୌଣସି ଡାକ୍ତରଖାନାର ନଳା ଭିତରେ ମୁଁ କୁଆଁ କୁଆଁ ପାଟି କରୁଥିବାର ତୁମେ ଶୁଣିପାରିଲ, ତାହେଲେ କାହିଁକି ମୋର ସେଇ ଚିତ୍କାରକୁ ଚିରଦିନ ପାଇଁ ବନ୍ଦ କରି ନ ଦେଲ? ମୋତେ ବଞ୍ଚାଇ ରଖିବାରେ କ'ଣ ଉଦ୍ଦେଶ୍ୟ ଥିଲା ତୁମର ବୁଢ଼ା? ତୁମେ ତ ମୋର କୌଣସି ସାହାଯ୍ୟ ନେଇନାହଁ। ମୋର ହାତ ଗୋଡ଼ କାଟି ମୋର ଶରୀରରେ କ୍ଷତ ସୃଷ୍ଟି କରି ତହିଁରେ ଜୀବାଣୁର ପ୍ରଲେପ ଦେଇ ବିଭତ୍ସ ଘା' ସୃଷ୍ଟି କରି ମୋତେ ଏଇ ଏକ ଦର୍ଶନୀୟ ଜୀବ କରି ତୁମର ଅନ୍ନ ସଂସ୍ଥାନ ତ କରିନ? ତାହେଲେ କାହିଁକି ମୋତେ ବଞ୍ଚେଇ ରଖିଥିଲ ଏତେ ଦିନ? କି ସ୍ୱାର୍ଥ ତୁମର ଏଥିରେ ଥିଲା ବୁଢ଼ା? ଗୋଟାଏ ବାବା ଡାକ କ'ଣ ତୁମକୁ ଏତେ ମହାନ୍ଧ କରିଦେଲା? 14 ବର୍ଷର ପିଲାଟି ହୁଏତ ଅନେକ କଥା ବୁଝିଥିଲା। ଭାବପ୍ରବଣତା ତା'ର ପ୍ରତି ରୋମ ମୂଳରେ ଚେଇଁ ଉଠୁଥିଲା। ଅସଂଖ୍ୟ ପ୍ରଶ୍ନ, ଅସଂଖ୍ୟ ଚିତ୍କାର ଉଠୁଥିଲା ତା'ର ଛାତି ଭିତରୁ। ତା'ର ମୁହଁ ଆଉ କାନ ପ୍ରତି ମୁହୂର୍ତ୍ତରେ ରଙ୍ଗ ବଦଳାଉଥିଲା। ଘୃଣା, ଅପମାନ, ବ୍ୟର୍ଥତା, ନିଃସହାୟତା ଗୋଟିକ ପରେ ଗୋଟିଏ ମୁଣ୍ଡ ଟେକି ଉଠି ଡେଣା ପିଟି ପୁଣି ଡୁବି ଯାଇଥିଲା ଗଭୀର ଭାବପ୍ରବଣତା ମଧ୍ୟରେ। ଡାକ୍ତରଖାନା ନଳାର ଛୁଆ ଉଠି ଠିଆ ହେଲା। ସାରା ଘରଟାକୁ ଗୋଟାଏ ନିର୍ବୋଧ ଦୃଷ୍ଟିରେ ଚାହୁଁ ଚାହୁଁ ତା'ର ମନେ ହେଲା ହଠାତ୍ ଝନ୍ କରି କିଛି ଗୋଟାଏ କୋଉଠୁ ଶିକୁଳି ଫିଟିଗଲା। ଜର୍ଜ ତା'ର ଥଳିଟିକୁ ଦରାଣ୍ଡି ନେଲା। ଛିଣ୍ଡା ପେଣ୍ଟ ଜାମା ଭିତରେ ଛୋଟ ନରମ ଜିନିଷଟି ତା'ର ହାତର ସ୍ପର୍ଶ ପାଇ କ୍ଷୀଣ କଣ୍ଠରେ ଉତ୍ତର ଦେଲା, କ୍ୟୁଁ କ୍ୟୁଁ କ୍ୟୁଁ। ସେ ଆସିଛି। ସେହି ନିର୍ଜୀବ ମୁହୂର୍ତ୍ତରେ ସାମାନ୍ୟ ରବର କଣ୍ଢେଇଟିର ଶବ୍ଦଟା ଯେ ଏତେ ଜୀବନ୍ତ ଶୁଣାଯାଇପାରେ, ସେ ଶବ୍ଦରେ ଜର୍ଜ ପ୍ରଥମେ ଚମକି ପଡ଼ିଲା। ତା'ପରେ ସେ ଆଉଥରେ ଅନୁଭବ କଲା ସେଇ ନରମ ଜିନିଷଟିକୁ ତା'ର ଥଳି ଭିତରେ। ବେଶ୍ ଉଷୁମ ଆଉ ଜୀବନ୍ତ ଲାଗୁଥିଲା। ସେ ସେଇ ମୁହୂର୍ତ୍ତରେ ଆଉ ଜର୍ଜର ପ୍ରତିଟି ସ୍ପର୍ଶର ଜୀବନ୍ତ ଉତ୍ତର ମଧ୍ୟ ଦେଉଥିଲା ସେ। ହଠାତ୍ ଏକ କିମ୍ଭୂତ ଚେତନା ଜର୍ଜର ସର୍ବାଙ୍ଗରେ ଖେଳିଗଲା। ଥଳିଟିକୁ ଉଠାଇ ସେ ତାକୁ ଛାତିରେ ଜାକି ଧରିଲା। ଦାଣ୍ଡ ଘରେ ସେ କୌଣସି ଜଣେ ସ୍ତ୍ରୀ ଲୋକକୁ ଭେଟିଲା। ଲୋକଟାର ମୁହଁକୁ ଚାହିଁବାର ଧୈର୍ଯ୍ୟ ଆଉ ପିଲାଟାର ନଥିଲା। ସ୍ତ୍ରୀ ଲୋକଟା ଟୋକାଟାର ମୁହଁକୁ ସିଧାସଳଖ ନ ଚାହିଁ କହିଲା, ହିକ୍କା ଉଠୁଥିଲା ତ? ଥକ୍କା ମରା ହୋଇ ଠିଆ ହୋଇଯାଇ ଜର୍ଜ
ସ୍ତ୍ରୀ ଲୋକଟାର ମୁହଁକୁ ଚାହିଁଲା, କିନ୍ତୁ ବେଶୀ ସମୟ ସେ ଚାହିଁପାରିଲା ନାହିଁ ସେଇ କୁତ୍ସିତ ମୁହଁଟାକୁ। ତା'ର ମୁହଁ ତଳକୁ ହୋଇଗଲା। ସ୍ତ୍ରୀ ଲୋକଟା ପୁଣି କହିଲା, ଯାହା ହେଉ ସବୁ ସ୍ୱୀକାର କରିଯାଇଛି। ସ୍ୱର୍ଗକୁ ଯାଇପାରେ, ହେଲେ ସ୍ୱର୍ଗ ବହୁ ଦୂର ବାଟ। ହେଇ ଦେଖ ଚିଠି। କାବା କାଠ ହେଇ ଠିଆ ହୋଇ ରହିଲା ପିଲାଟା। ଲୋକଟା କିଏ, ଭୂତ କି ମଣିଷ କିଛି ଠିକ୍ କରିପାରିଲା ନାହିଁ ସେ। ଏ କିଏ? ଏଇ ଘରେ ତ ସ୍ତ୍ରୀ ଲୋକର ପାଦ ପଡ଼େନା, 14 ବର୍ଷ ଧରି ପଡ଼ିନାହିଁ। ଏ ପୁଣି ଉଠି ଆସିଲା କେଉଁଠୁ? ସ୍ତ୍ରୀ ଲୋକଟା ଗୋଟାଏ ବିରାଟ ଲଫାଫା ଭିତରେ ଆଙ୍ଗୁଠି ପୁରଉଥିଲା। ତା'ର ଆଙ୍ଗୁଠି ତଳେ ଫଡ଼ ଫଡ଼ ହେଇ ଗୋଟାଏ କରଡ଼ା କାଗଜର ଆବାଜ। ଜର୍ଜର ଅଷ୍ଟାଙ୍ଗ ଶରୀର କମ୍ପିବାକୁ ଆରମ୍ଭ କଲା। କରଡ଼ା କାଗଜର ଖସ୍ ଖସ୍ ଆବାଜରେ ତା'ର ଦାନ୍ତ ଥରି ଉଠିଲା। ଭୂତ ପରି ହଠାତ୍ ଆଗକୁ ମାଡ଼ି ଆସି ଜର୍ଜର ବାଟ ଓଗାଳି ଠିଆ ହୋଇପଡ଼ି ସ୍ତ୍ରୀ ଲୋକଟା ଗୋଟାଏ ରୁକ୍ଷ ପୁରୁଷ କଣ୍ଠରେ କହି ଉଠିଲା, ଏ ଘର ମୋର। ଦେଖା ସେ କ'ଣ ନେଇ ପଳଉଛୁ। ଗୋଟାଏ ଝାମ୍ପ ମାରି ସ୍ତ୍ରୀ ଲୋକଟା ପିଲାଟା ହାତରୁ ତା'ର ଏକମାତ୍ର ସମ୍ବଳ ସେଇ ଥଳିଟିକୁ ଛଡ଼େଇ ନେଇ ତାକୁ ଅଣ୍ଡାଳି ପକାଇଲା। ଥଳିର ଛିଣ୍ଡା ମଇଳା ପେଣ୍ଟ କାମିଜର କୁରୁକୁଟିଆ ଗନ୍ଧରେ ବିବ୍ରତ ହୋଇ ସ୍ତ୍ରୀ ଲୋକଟା ସେ ଥଳିଟିକୁ ଫୋପାଡ଼ି ଦେଲା। କେଁ କେଁ ସ୍ପର୍ଶକାତର ରବର କଣ୍ଢେଇଟି ନିଜକୁ ଲୁଚାଇ ପାରିଲା ନାହିଁ ସେଇ ମୁହୂର୍ତ୍ତରେ। କ'ଣ ସେଇଟା ନେଇ ଯାଉଛୁ ତୁ ଚୋର ମୋ ଘରୁ? ପୁଣି ଥରେ ଝାମ୍ପି ନେଇ ଥଳି ଭିତରକୁ ମନ୍ଥି ପକାଇଲା ସେ ସ୍ତ୍ରୀ ଲୋକଟି। ଜର୍ଜର ମୁହଁ ରଙ୍ଗା ପଡ଼ିଗଲା। ସେ ଦେଖିଲା ସେ ରାକ୍ଷସୁଣୀଟା କିଭଳି ନିର୍ଦ୍ଦୟ ଭାବେ ଦଳି ପକାଉଥିଲା ସେହି ଲହୁଣୀ ପିତୁଳା ରବର କଣ୍ଢେଇଟିକୁ। ଏଇଟା ମୋର ସମ୍ପତ୍ତି, ଏ ଘରର ସବୁ ଜିନିଷ ମୋର। ତୁ କିଏ? ଯା ଭାଗ। ସ୍ତ୍ରୀ ଲୋକଟା ହିଁ ପଞ୍ଝା ଭିତରେ ପଡ଼ିଯାଇ ରବର କଣ୍ଢେଇଟି ଚିତ୍କାର କରି କରି ମରୁଥିଲା। ଅନ୍ୟ ହାତରେ ସେଇ କରଡ଼ା କାଗଜ ଖଣ୍ଡକ ଦାନ୍ତ ରଗଡ଼ି ଉଠୁଥିଲା। ଟୋକାଟା ଆଉ ସହିପାରିଲା ନାହିଁ, ମାଇଲା ଗୋଟାଏ ଝାମ୍ପ। ରବର କଣ୍ଢେଇଟାକୁ ହସ୍ତଗତ କରିବା ମାତ୍ରେ ଏକାଡିଆଙ୍କେ ସେ ଆସି ପଡ଼ିଲା କେଉଁଠି କେଜାଣେ। ସେ ପର୍ଯ୍ୟନ୍ତ ପିଲାଟା କିଛି ବୁଝିପାରୁନଥିଲା। ସେ ଆଦୌ ଠଉର କରିପାରୁନଥିଲା କ'ଣ ସବୁ ଘଟିଯାଉଛି ତା'ର ଚାରିପାଖରେ। କିନ୍ତୁ କିଏ ସବୁ ଦୌଡ଼ୁଛନ୍ତି ତା'ର ପଛେ ପଛେ। କିଏ ସବୁ ଥୋକେ ଥୋକେ ଦୌଡ଼ୁଛନ୍ତି ପଛେ ପଛେ, ଆଉ କିଏ ସବୁ ଥୋକେ ପଳାଉଛନ୍ତି ମଧ୍ୟ ତା'ଠାରୁ ଦୂରକୁ। ଚୋର ଚୋର ଚୋର। ଅଣନିଶ୍ୱାସୀ ହେଇ ଧାଇଁଥିଲା ଟୋକାଟା। ତା'ର ଛାତି ଦାଉଁ ଦାଉଁ ପଡ଼ୁଥିଲା, ଆଉ ପ୍ରତ୍ୟେକଟି ଦାଉଁ ଶବ୍ଦ ସହିତ ମିଶି ଆଉ ଗୋଟିଏ ସମ୍ବେଦନଶୀଳ ଶବ୍ଦ ଯେତେ କ୍ଷୀଣ ହେଲେ ବି ଉଠୁଥିଲା ସେ ଛାତି ଉପରେ ଜକା ହେଇଥିବା ଥଳିଟାର ଆଳୁକୁଚି ମାଳୁକୁଚି ଭିତରୁ। କ୍ୟୁଁ କ୍ୟୁଁ କ୍ୟୁଁ। ଜର୍ଜ ଧାଇଁଥିଲା, ସେ କିନ୍ତୁ ଯଥେଷ୍ଟ ଆଶ୍ୱସ୍ତି ପାଉଥିଲା ସେଇ ପ୍ରାଣମୂର୍ଚ୍ଛା ଦୌଡ଼ ଭିତରୁ। କେହି ଯେପରି ତା'ର ସାଙ୍ଗେ ସାଙ୍ଗେ ଧାଇଁ ଧାଇଁ ତା' କାନରେ ଖାଲି କହୁଥିଲା, ବେଶ୍ ବେଶ୍, ତୁ ଖସି ଆସିଛୁ, ତୁ ଖୋଲା, ତୁ ସ୍ୱାଧୀନ, ତୁ ସ୍ୱାଧୀନ, ତୁ ସ୍ୱତନ୍ତ୍ର, ତୁ ସ୍ୱତନ୍ତ୍ର।